ଯେତେବେଳେ ଶୋ ମୋଟ ଛୁଆମାନେ ଆସନ୍ତି ତାଙ୍କ ହକ୍ ମାଗିବା ପାଇଁ ସେତେବେଳେ ରିଭଲ୍ୟୁସନ୍ ହୁଏ ଆଉ ଏ ରିଭଲ୍ୟୁସନ୍ ସରକାରଙ୍କ ପାଖରେ ଅଛି। ମୁଁ କହିପାରିବି କି ନୀତି ନୈତିକତା ଥିଲେ ଇସ୍ତଫା ଦେଇଦେବା କଥା, କାରଣ ଆପଣଙ୍କ ଦ୍ୱାରା ଏତେ ଥର ଭୁଲ ହେଲାଣି, ଆପଣ ଇସ୍ତଫା ଦେଇଦେବା କଥା। ଆପଣ ଚାହୁଁଛନ୍ତି ସୋନମ ୱାଙ୍ଗଚୁକ୍ଙ୍କୁ ହରାଇବା ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରାଇବା? ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେମାନେ ବଞ୍ଚେଇ ରଖୁଛନ୍ତି, ସୋନମ ୱାଙ୍ଗଚୁକ୍ଙ୍କୁ ହରାଇବାକୁ ଚାହୁଁଛନ୍ତି। ଏ ମୂର୍ଖ ସରକାରଙ୍କୁ କ'ଣ ଆଶା କରାଯାଇପାରେ? ଦେଖନ୍ତୁ, ଯେତେବେଳେ ଦେଶରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିବ ସେତେବେଳେ ଶିକ୍ଷାର୍ଥୀମାନେ ବାହାରିବେ। ଯେତେବେଳେ ଆମକୁ ତ ଦେଖି ଦୁଃଖ ଲାଗୁଛି ଏ ବ୍ୟବସ୍ଥାକୁ, ଯେ ଯେଉଁମାନେ ଆଜି କାଗଜ କଲମ ଧରିବା କଥା ତାଙ୍କ ହାତରେ ପ୍ଲାକାର୍ଡ଼ ଅଛି, ଯେଉଁମାନେ ପାଠ ପଢ଼ିବା କଥା ସେମାନେ ରାଜରାସ୍ତାରେ ବସୁଛନ୍ତି। ଏଇଟା ଦୁଃଖ, କାରଣ ଏଇ ସରକାର ଯଦି ସାଧାରଣତଃ ତାଙ୍କ ଏକ୍ଜାମ୍ଟିକୁ ଠିକ୍ସେ କରିପାରିବେନି ତାହେଲେ ସରକାର ବିରୁଦ୍ଧରେ ଠିଆ ହେବା ଦରକାର। ଯିଏ ଯେଉଁ ସାଇଣ୍ଟିଷ୍ଟ, ଦେଶର ଗୋଟେ ଏତେ ବଡ଼ ସାଇଣ୍ଟିଷ୍ଟ, ସେ ବସିଛନ୍ତି ଅନଶନରେ ଛୁଆମାନଙ୍କର କେମିତି ଫ୍ରି ଆଣ୍ଡ ଫେୟାର ଏକ୍ଜାମ୍ ହୋଇପାରିବ, ଆଉ ତାପରେ ତାଙ୍କୁ ଉଠେଇ ନେଇଯାଉଛି, ଛୁଆମାନଙ୍କୁ କଥା ରଖାଯାଉନାହିଁ। ତ ସେ ସମସ୍ତଙ୍କ ପାଇଁ ଆମ ସମସ୍ତଙ୍କୁ ଠିଆ ହେବାକୁ ପଡ଼ିବ, କାରଣ ଏ ସମୟ ହେଉଛି ଅନ୍ୟାୟ ବିରୁଦ୍ଧରେ ନ୍ୟାୟର ସମୟ। ନ୍ୟାୟ ପାଇଁ ଠିଆ ହେବା ଦରକାର। ଦେଖନ୍ତୁ, ଷ୍ଟୁଡେଣ୍ଟଙ୍କ ଭଏସ୍ ନୁହେଁ, ସରକାର ସମସ୍ତଙ୍କ ଭଏସ୍ ଚାପୁଛନ୍ତି। ଷ୍ଟୁଡେଣ୍ଟଙ୍କ ଭଏସ୍ ଚାପିଲେ ଷ୍ଟୁଡେଣ୍ଟ ଆହୁରି ଜୋରରେ କହିବେ। ଯେତେବେଳେ ତାଙ୍କର ହକ୍ ଦରକାର, ତାଙ୍କ ହକ୍ଟାକୁ ସେମାନେ ଆଣିବା ପାଇଁ ତ ଆସୁଛନ୍ତି। ଆଉ ଯେତେବେଳେ ଶୋ ମୋଟ ଛୁଆମାନେ ଆସନ୍ତି ତାଙ୍କ ହକ୍ ମାଗିବା ପାଇଁ ସେତେବେଳେ ରିଭଲ୍ୟୁସନ୍ ହୁଏ ଆଉ ଏ ରିଭଲ୍ୟୁସନ୍ ସରକାରଙ୍କ ପାଖରେ ଅଛି। ମୁଁ କହିପାରିବି କି ନୀତି ନୈତିକତା ଥିଲେ ଇସ୍ତଫା ଦେଇଦେବା କଥା, କାରଣ ଆପଣଙ୍କ ଦ୍ୱାରା ଏତେ ଥର ଭୁଲ ହେଲାଣି, ଆପଣ ଇସ୍ତଫା ଦେଇଦେବା କଥା। ଆପଣ ଚାହୁଁଛନ୍ତି ସୋନମ ୱାଙ୍ଗଚୁକ୍ଙ୍କୁ ହରାଇବା ନା ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରାଇବା? ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେମାନେ ବଞ୍ଚେଇ ରଖୁଛନ୍ତି, ସୋନମ ୱାଙ୍ଗଚୁକ୍ଙ୍କୁ ହରାଇବାକୁ ଚାହୁଁଛନ୍ତି। ଏ ମୂର୍ଖ ସରକାରଙ୍କୁ କ'ଣ ଆଶା କରାଯାଇପାରେ? ପ୍ରଭାବ ପକାଇବା ପାଇଁ ଚେଷ୍ଟା ହେଉଛି, ପଡ଼ିବ ନ ପଡ଼ିବ କହିପାରେ। ଯିଏ ଯାହା କାନରେ ଶୁଭୁନି କିଛି, ଯିଏ ଗୁଙ୍ଗା ବେହେରା ହେଇକି ବସିଛି, ତାକୁ କ'ଣ ପ୍ରଭାବ ପଡ଼ିବ? ଆମେ ଚେଷ୍ଟା କରିପାରିବା। ହଁ, ସରକାରଙ୍କର ଯେ ମୁଖ୍ୟ ଲୋକ ସେ ଗୁଙ୍ଗା, ଯିଏ ବେହେରା, ସେମାନେ ଚୁପଚାପ ବସୁଛନ୍ତି। 2 ଜଣ ରଙ୍ଗା ପିଲା ଅଛନ୍ତି, ସେ ରଙ୍ଗା ପିଲା ଚୁପଚାପ ବସୁଛନ୍ତି। ଯେତେବେଳେ ଗୋଟେ ସରକାର ପାଖରେ କିଛି ଏଜେଣ୍ଡା ନଥାଏ, କିଛି କରିପାରେନି, ସେ ତାନାଶାହୀ କରେ। ତାନାଶାହୀକୁ ଆମେ ଗୁଣ୍ଡା କହୁ, ତାନାଶାହୀ କହୁ।